ଜୟ ଜଗନ୍ନାଥ। ସକାଳର ଆରମ୍ଭ ହୁଏ ସକାଳେ ବାସି ବିଛଣା ଆଉ ବାସି ଘର ସବୁ ଝଡ଼ାଝଡ଼ି କରିସାରି ଝାଡ଼ୁ ମାରି ସାରିଲା ପରେ ସ୍ନାନ କରି ଆସି ସାରିଲା ପରେ ତାପରେ ଦାଣ୍ଡ ଦୁଆର ମୁହଁ ଧୋଇ ସାରିଲା ପରେ ବାଡ଼ିପଟ ଦୁଆର ମୁହଁ ଧୋଇ ସାରିଲା ପରେ ପାଣି ପକାଯାଏ। ତାପରେ ନିଜେ ସ୍ନାନ କରି ଆସି ପୂଜା କରିସାରି ପ୍ରଥମେ ନାଲି ଚାରେ ଅଦା ତେଜପତ୍ର ଗୋଲମରିଚ ପକେଇକି ପ୍ରଥମେ ପିଇଲେ ଦେହ ପାଇଁ ଭଲ ହେଇଥାଏ। କ୍ଷୀର ଚାହା ତାପରେ ପଛରେ ପିଇଲେ ଚଳିବ, କିନ୍ତୁ ପ୍ରଥମେ ନାଲି ଚା ଯାହାକି କାଢ଼ା ସହିତ ସମାନ, କିନ୍ତୁ ପତି ଟିକେ ଯେଉଁ ଚା ପତିଟି ଟିକେ ଦେହ ପାଇଁ ଖରାପ କରିଥିଲେ ମଧ୍ୟ ଯେଉଁମାନେ ଛାଡ଼ି ନ ପାରୁଛନ୍ତି ସେମାନେ ନାଲି ଚା ପିଇଲେ ଦେହ ଖରାପ ହୋଇନଥାଏ। ତାପରେ ମନ୍ଦିରକୁ ଯାଇ ମନ୍ଦିରରେ ପୂଜା କରିସାରି ମନ୍ଦିରରେ ବ୍ରାହ୍ମଣଙ୍କୁ, କାହିଁକିନା ଏକାଦଶୀ ପରଦିନ ମନ୍ଦିରକୁ ଯାଇ କିଛି ବ୍ରାହ୍ମଣଙ୍କୁ ଦକ୍ଷିଣା ଦେଇ ସାରିଲା ପରେ ତାପରେ ନିଜ ଘରେ ପୁଣି ଅନ୍ନ ପ୍ରସ୍ତୁତ କରାଯାଏ। ଆଜି ରୋଷେଇରେ ହେଇଥିଲା ଡାଲି, ପୋଟଳ ଆଳୁ ତରକାରୀ, ବୋଇତାଳୁ ଫୁଲ ଭଜା, ଫ୍ରୁଟ୍ସ ଖଟା, ସେଉ, ଟମାଟୋ ଆଉ ଅଙ୍ଗୁର ପକେଇକି, ଖଜୁର କୋଳି ପକେଇକି ମୁଁ ଖଟା କରିଥିଲି, ଆଉ ପଣସ କଠା ତରକାରୀ ହେଇଥିଲା। ତାପରେ ସନ୍ଧ୍ୟାରେ ଭାଗବତ ପଢ଼ା। ଭାଗବତ ଦେଖିଏ ପ୍ରତ୍ୟେକ ଘରେ ନନା ଏଇଠି ଆମକୁ ବୁଝଉଛନ୍ତି ଭାଗବତରେ କ'ଣ ସବୁ ଲେଖାଯାଇଛି ଆଉ ଆଜିକାଲି ଲୋକମାନେ କେମିତି କ'ଣ କରୁଛନ୍ତି। ସେ ବୁଝଉଛନ୍ତି ସନ୍ଧ୍ୟାବେଳେ ଆମର ମାନେ ବ୍ରାହ୍ମଣ ଆସନ୍ତି ପଢ଼ିବା ପାଇଁ ଭାଗବତ, ସେ ସବୁ ବିଷୟରେ ବୁଝଉଛନ୍ତି। କିନ୍ତୁ ଗାଁରେ ଯେତିକି ଏହିସବୁ କାମ କରିବା ମାନେ ବହୁତ ଭଲ ଲାଗିଥାଏ। ଗାଁର ପରିବେଶ ସେଇଥିପାଇଁ ଭଲ ଲାଗିଥାଏ। ଗାଁରେ ପିଲାମାନେ ଭଲ ହେଇଥାନ୍ତି, କାହିଁକିନା ତାଙ୍କୁ ଭାଗବତ ଚର୍ଚ୍ଚା ବିଷୟରେ ସେମାନେ ଜାଣନ୍ତି, ଠାକୁର ପୂଜା ବିଷୟରେ ଜାଣନ୍ତି। ଯେଉଁମାନେ ବାହାରେ ରହିଥାନ୍ତି ସେମାନେ ଘରକୁ ବ୍ରାହ୍ମଣଙ୍କୁ ଡାକିକି ଆଣିକି ପୂଜା କରିବା, ପାଠ କରିବା ଟିକେ ମୁସ୍କିଲ ହେଇଥାଏ, କଷ୍ଟ ହେଇଥାଏ। ସେମାନେ ପୁଣି ଗାଁକୁ ଆସିଲେ ଯାଇକି ଏସବୁ ବିଷୟ ଜାଣିଥାନ୍ତି। ଗାଁ ଆଉ ସହର ଭିତରେ ଟିକେ